କ'ଣ ଆପଣ ପନିର ଖାଉଛନ୍ତି କି? ତ ହେଇଯାଆନ୍ତୁ ସାବଧାନ, କାହିଁକିନା ବର୍ତ୍ତମାନ ବଜାରକୁ ଆସିଛି ଭରପୁର ମାତ୍ରାରେ ଭେଜାଲ ପନିର। ତ ଆମେ ପ୍ରଥମେ ପନିର ଖାଇଲା ପୂର୍ବରୁ ତ କେମିତି ଜାଣିବା କେଉଁଟା ଅସଲି ପନିର ଆଉ କେଉଁଟା ନକଲି ପନିର, ତ ତାକୁ ଜାଣିବା ପାଇଁ ଆମେ ଏଇ 6ଟି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ତ ପ୍ରଥମତଃ ଆମେ ରଙ୍ଗରୁ ଜାଣିବା। ପ୍ରଥମେ ରଙ୍ଗରୁ କେମିତି ଜାଣିବା ଯେ ଅସଲି ପନିରର ରଙ୍ଗ ସ୍ଲାଇଟ୍ ହଳଦିଆ ରଙ୍ଗ ରହିବ, କିନ୍ତୁ ନକଲି ପନିର ପୁରା ଧଳା ରଙ୍ଗ ରହିବ। ତ ଦ୍ୱିତୀୟ ପଏଣ୍ଟ ଉପରକୁ ଆମେ ଯଦି ଯିବା, ତ ପାଣିରେ ବୁଡ଼େଇବି ଆମେ ତାକୁ ଟେଷ୍ଟ କରିପାରିବା। ଅସଲି ପନିର ଯଦି ପାଣିରେ ଆମେ ବୁଡ଼େଇବା ତାହା ବୁଡ଼ିଯିବ, କିନ୍ତୁ ନକଲି ପନିର ପାଣିରେ ଭାସିବ। ଆଉ ଯଦି ତୃତୀୟ ପଏଣ୍ଟ ଉପରକୁ ଯିବା, ଯେଉଁ ଶୁଙ୍ଘିକି ବି ଆମେ ଜାଣିପାରିବା ଟେଷ୍ଟ କେଉଁଟା ନକଲି କେଉଁଟା ଅସଲି, ଶୁଙ୍ଘିକି ବି ଜାଣିପାରିବା। ଯଥା ତ ଅସଲି ପନିର ଯଦି ଆମେ ଶୁଙ୍ଘନ୍ତି ସାଧାରଣତଃ କ୍ଷୀରର ବାସ୍ନା ରହିବ, କ୍ଷୀରୁଆ ବାସିବ, କିନ୍ତୁ ନକଲି ପନିର ଯଦି ଆମେ ଶୁଙ୍ଘିବା କିଛି ନକଲି ପନିର ଟୋଟାଲି କୌଣସି ବାସ୍ନା ରହିବ ନାହିଁ, ବା ଆଉ କିଛି ନକଲି ପନିର ଯେଉଁଟାକି ଔଷଧିଆ ଗୋଟେ ମେଡ଼ିସିନ ଟାଇପ୍ର ବାସ୍ନା ହେବ। ତ 4 ନମ୍ବର ପଏଣ୍ଟକୁ ଆମେ ଯିବା। ତ ଯଦି ଆମେ ତେଲରେ ଭାଜିବା କ୍ଷେତ୍ର ବା ଛାଣିବା କ୍ଷେତ୍ରରେ ପନିରଟା ସାଧାରଣତଃ ଛଣାଯାଏ, ଯଦି ଆମେ ଯଦି ପନିରଟାକୁ ଆମେ ତେଲରେ ଛାଣନ୍ତି ଯେଉଁଟା ଅସଲି ପନିର ତାହା ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ ବା ଦେଖାଯିବ, କିନ୍ତୁ ନକଲି ପନିର ତାହା ଲାଲ ଦେଖାଯିବ। ତ ଆସିବା ବର୍ତ୍ତମାନ 5 ନମ୍ବର ପଏଣ୍ଟକୁ। ତ 5 ନମ୍ବର ପଏଣ୍ଟରେ ଆମେ ଯଦି ଦେଖିବା ଅସଲି ପନିରଟା ତ ନରମ ରହିବ, ଆଉ ତେଲରେ ଭାଜିଲା ପରେ ତାର ଆକାର ତା ସେପ୍ ଚେଞ୍ଜ ହେବ ବା ଫୁଲିବ ବା ଚେଞ୍ଜ ହେବ, କିନ୍ତୁ ନକଲି ପନିର ତାହା ହାର୍ଡ଼ ରହିବ। ତେଲରେ ଭାଜିଲା ପରେ ବା ଛାଣିଲା ପରେ ତାର ସେପ୍ କୌଣସି ଚେଞ୍ଜ ହୁଏ ନାହିଁ। ତ ଏଇଟା ଗଲା 5 ନମ୍ବର ପଏଣ୍ଟ। 6 ନମ୍ବର ପଏଣ୍ଟକୁ ଯଦି ଆମେ ଆସିବା, ତ ସେଇଟା ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯଥା ଆମେ ଆୟୋଡ଼ିନ୍ ଦ୍ୱାରା ପନିରଟାକୁ ଟେଷ୍ଟ କରିପାରିବା। ଯଥା କୌଣସି ମେଡ଼ିସିନ ଷ୍ଟୋରରୁ ଆମେ ଆୟୋଡ଼ିନ୍ଟାକୁ କ'ଣ କରିବା, ଯଦି ପନିର ଉପରେ ଆମେ ପକାନ୍ତି ବା ପନିରରେ ମିଶାନ୍ତି, ତାହେଲେ କ'ଣ ହେବ ଯେ ଯଦି ନକଲି ପନିର ହେଇଥିବ ତାହେଲେ ତାହା ନୀଳ କିମ୍ବା କଳା ରଙ୍ଗରେ ପରିବର୍ତ୍ତନ ହେଇଯିବ, କିନ୍ତୁ ଯଦି ଅସଲି ପନିର ହେଇଥିବ ତାହା ସେଇ ରଙ୍ଗ ରହିବ, ସେଇ ଯେଉଁ ରଙ୍ଗ ପନିରରେ ଥିବ ସେଇ ରଙ୍ଗ ରହିବ, ତାହାର କୌଣସି ପରିବର୍ତ୍ତନ ହେବ ନାହିଁ। ତେଣୁ ଆପଣମାନେ ପନିର ଖାଇବା ବା କିଣିବା ପୂର୍ବରୁ ଏହି 6ଟି ଜିନିଷକୁ ଧ୍ୟାନ ଦେବାର ନିହାତି ଆବଶ୍ୟକତା ରହିଛି।